ଆଜ୍ଞା କହିବେ ଯିଏ ଯାତ୍ରା ଦିନେ ଦିନେ ହସଉଥିଲେ ଆଜି ତାଙ୍କ ଆଖିରେ ଲୁହ, କଣ ରହିଛି ପୁରା ଘଟଣା? ପୁରା ଘଟଣା କାଲି ଦିନ ଗୋଟାକ ଠାରୁ 3ଟା ପର୍ଯ୍ୟନ୍ତ ମୋର ଅଦିନିଆ ଝଡ଼ ଯାହା ବୋହି ଯାଇଛି ସେ କଥା ମୁଁ ଭାବିଥିଲି କାହାକୁ କହିବି ନାହିଁ, କିନ୍ତୁ ଆଜି ମୁଁ କହିବାକୁ ବାଧ୍ୟ ହେଉଛି ଯେ କୁହ ମୁଁ ସମ୍ଭାଳି ପାରୁନି। ମୋର ପ୍ରଥମେ ଡିଲ୍ କରିଥିଲି ସ୍ୱପ୍ନମହଲ ଏଠି ରହିଛି 3 ବର୍ଷ, ଏଠି ଚୁକ୍ତି ସରିଯାଇଛି ମୋର। ମୁଁ ଆସନ୍ତା ବର୍ଷକୁ ତୁଳସୀ ଗଣନାଟ୍ୟ ସମ୍ରାଟରେ ସେଠି ଚୁକ୍ତି କରିଥିଲି ମୁଁ ରହିବା ପାଇଁ। ମୋର 16ରୁ 18 ଲକ୍ଷ ଭିତରେ ମୋର ଚୁକ୍ତି ହେଇଥିଲା। ଏକାଥରେ ମାଗିଥିଲି 10 ଲକ୍ଷ, 2 ଥରକ ମାଲିକ ଦେଇଥିଲେ। ଫେବୃଆରୀ 20ରେ ଦେଇଥିଲେ 5 ଲକ୍ଷ, ଆଉ 4-6 ଦିନ ପରେ ଡାକି ଦେଇଥିଲେ 5 ଲକ୍ଷ। ଏକାଥରେ ଦେଇ କହିଲେ ଦେଇପାରିବିନି, 2 ଥର ଦେବି, ଠିକ୍ ଅଛି। ତୃତୀୟ ଯେତେବେଳେ ସେକେଣ୍ଡ କିସ୍ତି ମୁଁ ପଇସା ମୋର ପାଇବାର ଥିଲା, କାହିଁକିନା ଆମର ଯେଉଁ ଅନୁଷ୍ଠାନ ରହିଛି, ଆମ ଅନୁଷ୍ଠାନ ଛାଡ଼ିଲା ପୂର୍ବରୁ ଏକ ଅନୁଷ୍ଠାନ ଯେଉଁ ବାକି ପଇସା ହେଇଛି ମୋର ଓଭରର 3 ବର୍ଷରେ ତାକୁ ମୁଁ ଫେରାଇ ଦେବି। ଯେଉଁ ମାଲିକ ତ ଚାକିରି କରେ ସେ ମାଲିକ ଦିଅନ୍ତି, ଅନ୍ୟମାନଙ୍କୁ ଫେରାଇକି ଯାଉ। ମୋର ଏଠି 3 ଲକ୍ଷ ଟଙ୍କା ପାଖାପାଖି ଓଭର ଥିଲା। ମୁଁ ସେତିକି ପଇସା ମାଗିଲି ତାଙ୍କୁ। ମୁଁ ମାଗିଲା ଭିତରେ ମୋତେ ଆଭାଡ଼ କଲେ, ମୋ ଫୋନ୍ ଉଠେଇଲେନି, କହିଲେ ନିଜ ସମୟ ଯଦି ଉଠେଇଲା ଗଲେ ନିଜ ସମାଧାନ ନିଜ କରିକି ଆସ କହି କାଟିଦେବେ। ମୋତେ ରିସିଭ୍ ନ କଲେ ମୋ ସ୍ତ୍ରୀକି ଫୋନ୍ ଦେନି ନମ୍ବର, ଯେ ତୁଳସୀ ମାଲିକ ନମ୍ବର। ମୁଁ କହିନି ଟିକେ ତାଙ୍କ ମାଲିକ ସାର୍ କଥା ହେବୁ, ମୋ ଫୋନ୍ଟା ଉଠାଉନାହାନ୍ତି, ଉଠେଇଲେ କହିବୁ ମୁଁ ନରିବାବୁଙ୍କ ସ୍ତ୍ରୀ, ଆଉ କଥା ହେବୁ, ପଇସା ମୋତେ ଦେବା କଥା ଦିଅନ୍ତୁ, ନହେଲେ ତାଙ୍କ ପଇସା ନେଇଯିବା କଥା ନେଇଯାଆନ୍ତୁ। ମୋତେ ଟିକେ ହଁ କି ନା କ'ଣ କୁହନ୍ତୁ। ମୋ ସ୍ତ୍ରୀ ଫୋନ୍ କଲା, କିଏ? ମୁଁ ନରିବାବୁଙ୍କ ସ୍ତ୍ରୀ କହୁଛି। ଏତିକି ଖାଲି କହିଛନ୍ତି ନା କ'ଣ? ନା ଆପଣ ପଇସା ଦେବା କଥା ଦିଅନ୍ତୁ, ନହେଲେ ତାଙ୍କ କତିରୁ ପଇସା ରିଟର୍ଣ୍ଣ କରିନିଅନ୍ତୁ, ଯାହା ହେଲେ ଗୋଟେ ସିଦ୍ଧାନ୍ତ କରନ୍ତୁ। ମୋ ସ୍ତ୍ରୀକି ଭାଷା ଖରାପ କରି ଶୋଧିଛି। ସେ ରେକର୍ଡ଼ିଂ ବି ମୋ ସ୍ତ୍ରୀ ପାଖରେ ଅଛି। କହିଲେ ମୁଁ ଆପଣ ସାମ୍ନାରେ କହି ସେ ପଠାଇଦେବ, ଆପଣ ଶୁଣିପାରିବେ ସେ କ'ଣ କହିଛି କ'ଣ ନାହିଁ। ମୁଁ ତ ଯାତ୍ରା କରୁଥିଲି, ମୋତେ କହିଲେ ଏଇଭଳିଆ ଭାଷା ଖରାପ କରି କହିଲେ, ଆଉ ମୁଁ ରେକର୍ଡ଼ିଂ କରି ରଖିଛି। ଆଉ ମୁଁ କହିଲି ମୁଁ ଠିକ୍ ଅଛି, ମୁଁ ନାଣ୍ଡବାବୁକୁ ଫୋନ୍ କରୁଛି। ମୁଁ ଯେତେବେଳେ ମାଲିକ କତିକି ଫୋନ୍ କଲି, ବାବୁ ମୁଁ ଆପଣଙ୍କର ଯାତ୍ରା ପାର୍ଟିର ଆସନ୍ତା ବର୍ଷକୁ ଯିବି ଏବଂ ଆପଣଙ୍କ ପାଟିରେ ଡିକ୍ଲାର ହେଉଛି, ମୁଁ ବି ଡିକ୍ଲାର କରିଛି ମୁଁ ତୁଳସୀ ଯିବା ପାଇଁ। ମୋତେ ବି ଆପଣ 10 ଲକ୍ଷ ଦେଇଛନ୍ତି, ଆଉ ସେକେଣ୍ଡ କିଛି ପଇସା ମାଗିଲା ବେଳକୁ ଆପଣ ମୋତେ ଧରା ଦେଉନାହାନ୍ତି। ଆଉ ଯଦି ମୁଁ ଆପଣ ଯାତ୍ରା ପାର୍ଟିରେ ଚାକିରି କରିବି, ମୋ ଘରେ ଇନକେସ୍ କିଛି କ୍ଷତି ହେଇଯିବ, ମୋ ଘରେ ସ୍ତ୍ରୀ, ଆପଣ ଯାତ୍ରା ପାର୍ଟିର ବାପ ମା, ମାଲିକ ବାପ, 200 କଳାକାରକୁ ଚଳାଉଛନ୍ତି। ଭଲ ମୋ ଯାହା ହବ ଆପଣଙ୍କୁ ଜଣେଇବ, ନହେଲେ ମୋ ସ୍ତ୍ରୀ ମୋତେ ଜଣେଇବ। କହିଲେ ନା କାହା ମାଇକିନା ମୋତେ କିଛି ଜଣେଇବାର ନାହିଁ। ମୁଁ ହେଉଛି ଯଦି ଜଣେଇଛି ମୋ ମାଇକିନାକୁ ଭାଷା ଖରାପ କରି ଆପଣ କହିବାଟା କ'ଣ ଠିକ୍? କହିଲା ମୁଁ କେଉଁ ମାଇକିନା ତ ଜଣାନ୍ତିନି ଫୋନ୍। ମୁଁ ଠିକ୍ ଅଛି କହିଛି ବାବୁ ମୋର ଘରେ ବର୍ତ୍ତମାନ ସମସ୍ତେ କହୁଛନ୍ତି, ମୋ ମିସେସ୍ ଆଉ ମୋ ଝିଅ ମୋ ପୁଅ ସମସ୍ତେ କହୁଛନ୍ତି ବାବା ସେ ମାଲିକ ଭଲ ନୁହେଁ, ଭାଷା ମୋ ମାଆକୁ ଖରାପ କରି କହୁଛି, ଆମେ ଏଠି ରୁହ ନାହିଁ। ମୁଁ କହିନି ବାବୁ ଦେଖନ୍ତୁ ମୋ ପରିବାରଟା ମନା କରୁଛନ୍ତି, ମୁଁ ରହିବି ନାହିଁ। କହିଲା ରହିବୁନି? ମୁଁ ନା, ଆଉ ତାହେଲେ ନ ରହିବୁ ଯଦି ମୋ ପଇସା ତୁ ଫେରେଇ ଦେ, ମୁଁ ଅନ୍ୟ ଆର୍ଟିଷ୍ଟ ବୁକ୍ କରିବି। ମୁଁ ହଁ ବାବୁ ପଇସା ଫେରେଇ ଦେବି। ତେଣୁକରି ମୁଁ ଭଦ୍ରକକୁ ଫୋନ୍ କଲି। ମୋର ଗୋଟେ ସାଙ୍ଗ ଆଣିଥିଲା ପଇସା ଧରିକି ଆଇଲା 6 ଲକ୍ଷ। ଭୁବନେଶ୍ୱରରେ କିଛି ପଇସା ଠିକ୍ କଲି, 10 ଲକ୍ଷ ଠିକ୍ ହେଲା। ଠିକ୍ କରିକି ମୁଁ ନେଇକି 1:30 ଘର ନେଇକି ସିଏ ରାମଚନ୍ଦ୍ରପୁର ବଗୁ ଢାବାକୁ ମୋତେ କହିଥିଲେ ଅପେକ୍ଷା କରିଛି, ଆଉ ତୁ ଆସିକି ପହଞ୍ଚ। ମୁଁ ରେକର୍ଡ଼ିଂ କରିଛି, ମୁଁ ସେମାନେ ଡକେଇଲେ ଯେତେବେଳେ ମୁଁ ରେକର୍ଡ଼ିଂ କରିକି ମୁଁ ଯାଉଛି ପଇସା ନେଇକି, କାଳେ କ'ଣ ହେବ। ମୁଁ ପହଞ୍ଚିଗଲା ପରେ ପଇସା ଧରିକି ମୋ ସାଙ୍ଗ ପିଲାଟା କହିଲା ତୁମେ ବାହାରକୁ ଯାଅ, ସିଏ ପଇସା ଦେଇଯିବ। ମୋତେ ଡୋର୍ ବନ୍ଦ କରିକି ମୋ ସାର୍ଟ ଖୋଲି ମୋ ପ୍ୟାଣ୍ଟ ମୋତେ ଚଢ଼ି, 52 ବର୍ଷ ବୟସ, 30 ବର୍ଷ ଯାତ୍ରା ଜଗତ ରହିଲା ପରେ କେତେ ମାଲିକ ମୋତେ ଭଲ ପାଆନ୍ତି, କେତେ ଦର୍ଶକ ଭଲ ପାଆନ୍ତି, ସମସ୍ତେ ଭଲ ପାଆନ୍ତି। 52 ବର୍ଷ ରହିଲା ଭିତରେ ମୁଁ ବାଡ଼ା ଖାଇବି ଯେ ମୋତେ ମାରିବେ। ମାଲିକ ଡାକିକି ମୋତେ ପଇସା ଫେରେଇ ଦିଏ କହୁଛି, ମୁଁ ପଇସା ଫେରେଇ, ମୁଁ ତ ସେମିତି ଗଣ୍ଡଗୋଳ ଭିତରେ ମୁଁ ତାଙ୍କ ଆକାଉଣ୍ଟ ନମ୍ବର ଆଣି ଫେରେଇ ଦେଇ ପାରିଥାନ୍ତି। ମୁଁ ତାଙ୍କ ଆକାଉଣ୍ଟ ନମ୍ବର ରଖିଛି, ମୁଁ ଫେରେଇ ଦେଇ ପାରିଥାନ୍ତି। ମୋତେ ମାଲିକ ଡାକୁଛି, ତାଙ୍କ ଭିତରେ ଏତେ ବାହାନା ଥିଲା ବୋଲି ମୁଁ ଜାଣିନି। ମୋତେ ଘରେ ଭର୍ତ୍ତି କରି ମୋତେ ମାଡ଼ ମାରି ଓକିଲ ଡାକି ଯେ ନିଜେ ଲେଖ। ମୁଁ ପାଠ ପଢ଼ିନି, ତୃତୀୟ ପାଠ ପଢ଼ିଛି, ଯେଉଁ କଷ୍ଟ ହେଉଛି ଲେଖିବା ପାଇଁ, ସେଇ ତାର ଗୋଟି କେବଳ ପଇସାଟା ଆକାଉଣ୍ଟ କଲେ ଆମେ ଦରକାର ପଡ଼ିନି 50 ଲକ୍ଷ ପକେଇ, ମୁଁ 30 ଲକ୍ଷ ପକେଇ ପଇସା ଛାଡ଼ିକି, ଆଉ ସବୁ ବିବରଣୀ ତୁ ଲେଖ, ସବୁ ବିବରଣୀ ମୁଁ ଲେଖିଦେଇକି ମୁଁ ଆଇଛି। ବାଇକ୍ ନେଇଥିଲା, ମୋ ସାଙ୍ଗ ନେଇଥିଲା ଗାଡ଼ି, ସେ ଗାଡ଼ିରେ ମୁଁ ପଳେଇ ଆଇଲି। ଆସିକି ଅଭିନୟ ଏଠି କଲି। ଆଉ ଯଦି ମୁଁ ନ ଲେଖୁଛି ତାହେଲେ ମୁଁ ମୁଁ ଥାନାକୁ ଅଭିଯୋଗ କରିନି। ସର୍ବପ୍ରଥମେ ଯେତେବେଳେ ମୁଁ ଭାବିଥିଲି ମୁଁ କାହାକୁ, କାହିଁକିନା ସିଏ କହିଲା, ମୁଁ ଯେତେବେଳେ ନାଣ୍ଡୁ କହିଲେ ମାରିସାରିଲା ପରେ ଭାଇ ତୁ କ'ଣ କରିବୁ, ମୁଁ ଶୁଣିଥିଲି ପୋଲିସ ଚାକିରି କରିଥିଲା ଆଗରୁ,
सी कहे मु पुलिस चाकरी करती छाड़ी मुझे एसपी डीएसपी को मारिकी मु जेल जा आम कलाकार संघ सहित जड़े मो दैतना को जड़े बापी नना को जड़े गौरदास जड़े अन्य कलाकार भाई मैंने समस्ते कान्हा सी जानवा पाए सी जाने जो निष्पत्ति कहते सी कहले ना तू जे क्या न जड़े हेनी सी तो मारिदेला घर भर मारिदेला तू आम कि देखीचु तू जहाँटा घटी तू परिष्कार समस्त डाकिकी तू कह सारे कौन हम आम बुझू तेणु मालिक किसी जन कलाकार भाई मान जन से मु चाहूँगी जे प्रकृत में मत न्याय मिल जी मु सत पिला थी सतट कम करी जात्रा कथर विशृंखला पिला नी मो ना रेकर्ड किसी एपर्तंत 30-32 रेकर्ड मोर के खराब ना कौ मालिक हैरान करनी क्यों मालिक 5 पैसा खाई नहीं गोटे जात्रा पट रही अन्न 5टा जात्रा पट पैसा मुझे उठे ना पैसा मुझे सी दे पाइलानी सेकेंड किस्ती पैसा मत कहला रिटर्न कर दे जा मो पैसा मुझे फेर 10 लाख मत जात्रा आगु भी जात्रा रु केतरा जात्रा मालिक तांकर एई भला व्यवहार नहीं हुए तो जात्रा पार्टी बुड़ी जाए आउ जात्रा जे मतरू तुलसी मालिक कही तो आर 25-26 जात्रा रही तू बाइक देख जा मुझे डरे बाइक देनी डिसीजन मुझे मुझे जात्रा करी ना 25-26 मो जात्रा करी मोर पाउडर मारिक दर्शक मत हस देखा पाइबे जो दिन मो कांद मंत्र कांद बंद हो ठीक न्याय पाइबी ता परदिन पुणी दर्शक आगू आसबि जेपर्यंत मु न्याय न पाई मु 25-26 जात्रा करी 2 मास 2.5 मास जात्रा अच्छी आम जून 13 तारीख पार्टी छुट्टी हम गोटे मालिक पैसा दे तार भावुली जे काली मुझे रही कोठ साही घरे जो कल से आईली कहीं ना देखो मुझे एकुटिया रही बहुत चिंता कनी मुझे फैन ले सुइसाइड करती मुझे कही पारूनी जापनी कहीं 5 जन जानीदे मोर भी मत भल लगे भावुली क्या जनईबिनी ये ढाबर जो घटना होती फास्ट मत कलिंग गणनाटर मधु बाबू मैनेजर अच्छे पटे चाकरी करी महारथी पटे थी बेले सी खबर पाई कमी कहला नरी कौन एम ढाबार गोटे खबर आई तुम माड़ हो संभाली पारिनी कथा भावुनी कहमी कहली तापर कहले तू क्या कह मुझे क्या कहनी सका दईता ना कहनी बापी नना कहली गौर दास कहली समस्त मीडिया कलाकार भाई कहनी से कहले तू मीडिया डाकिया कि जड़े सारा तापर आम तो सांगर आम अच्छु तू नर्भस होना कि सुइसाइड करने को चिंता करना आम तो पछर अच्छु सी मो आगर अच्छा मुझे पछर अच्छी से जमी ने मुझे जी जहाँ कहे मो कलाकार मो दर्शक जमी कहे मुझे अनुसार जी मु तो क्या बाबू मोर तो गुंडा ना मु तो क्या गंडल करें कौट जा थाना जी सी जो जगह मारी मुझे जगह केस करी ना थोड़े माड़ खाई जी जानवे पुणी केस कर पुणी न मार कहीं तेणु विपद अच्छी कौन जी केस करते सी कही ना मुझे चाहिए जो उठे आनी एसपीडीएस मारिक मुझे जेल जा तू किए यही प्रकार मु भय भीतर अच्छी।